ଜିଲ୍ଲାପାଳ ମହୋଦୟ ଗୁପଚୁପବାଲା ବେଶରେ ଗୁପଚୁପ ବିକୁଥିଲେ। ଲାଞ୍ଚୁଆ ପୋଲିସ ଆସି ଲାଞ୍ଚ ମାଗିବା ଆରମ୍ଭ କରିଦେଲେ। କହିଲେ, ତମେ ନୂଆ ଆସିଛ ବୋଧେ, ତେଣୁ ଜାଣିନ, ଏଠି ସମସ୍ତେ ପୋଲିସକୁ ଚାନ୍ଦା ଦେଇ ଆସନ୍ତି। ହେଲେ ତମେ କିଛି ଦିନ ହେଲା ଏଠାରେ ଗୁପଚୁପ ବିକୁଥିଲେ ବି ପୋଲିସର ଚାନ୍ଦା ଦେଉନ। ଦେଇଦିଅ, ନହେଲେ ହଇରାଣ ହେବ। ଶୁଣିକି ଜିଲ୍ଲାପାଳ ସାର୍ କହିଲେ କି, ନାଇଁ ସାର୍, ମୁଁ ଜାଣିନି, ଦୟାକରି କିଛି କରନ୍ତୁନି, କୁହନ୍ତୁ କେତେ ଟଙ୍କା ଦେବାକୁ ପଡ଼ିବ। ସେଠୁ ପୋଲିସ ବାବୁ ଜଣକ କହିଲେ କି, ଦୈନିକ 250 ଟଙ୍କା ଦେବାକୁ ପଡ଼ିବ। 250 ଟଙ୍କା ଦୈନିକ? ପୁଣି ଜଣେ ଗୁପଚୁପବାଲା ଠାରୁ? ଶୁଣିକି ଜିଲ୍ଲାପାଳ ସାର୍ ଟିକେ ଅଟକି ଗଲେ। କହିଲେ, ସାର୍, ଦିନ ସାରା ହାଡ଼ଭଙ୍ଗା ପରିଶ୍ରମ ପରେ ସେହି 250 ଟଙ୍କା ଲାଭ ହେବ କି ନା, ତେଣୁ 250 ଟଙ୍କା କେମିତି ଆପଣଙ୍କୁ ଦେଇପାରିବି? ଦେଲେ 50 ଟଙ୍କା ଦେବି। ଶୁଣିକି ପୋଲିସ ବାବୁଙ୍କର ମୁଣ୍ଡ ଗରମ ହୋଇଗଲା। କହିଲେ, ଆମେ କ'ଣ ଭିକାରୀ 50 ଟଙ୍କା ଯାଚୁଛୁ? ରାଗିକି ସେ ପୁରା ଗୁପଚୁପ ହାଣ୍ଡିକୁ ଫୋପାଡ଼ି ଦେବା ପାଇଁ ଟେକିକି ଧରିଲେ। ଯେମିତି ସେ ହାଣ୍ଡି ଟେକିଛନ୍ତି, ଜିଲ୍ଲାପାଳ ସାର୍ ଗୁପଚୁପବାଲା ବେଶ ହଟେଇ ନିଜ ରୂପକୁ ପଳେଇ ଆସିଲେ। ଆଉ ଏହି ଘଟଣା ପରେ ସେ ବଜାରରେ ଯାହା ଘଟିଲା ଆପଣ ବି ଶୁଣିଲେ ତାଜୁବ ହୋଇଯିବେ। ତାପରେ କ'ଣ ହେଲା ସେ ଲାଞ୍ଚୁଆ ପୋଲିସ ସହିତ? କାହିଁକି ଜିଲ୍ଲାପାଳ ନିଜେ ଗୁପଚୁପବାଲା ହୋଇ ବଜାରରେ ଗୁପଚୁପ ବିକିବା ପାଇଁ ବାଧ୍ୟ ହୋଇଥିଲେ? ଏହା ପଛରେ ଏକ ଦୁଃଖଦ କାହାଣୀ ରହିଛି, ଯାହାକୁ ଶୁଣିଲେ ଆପଣଙ୍କ ଆଖିରୁ ଲୁହ ଆସିଯିବ। ତେଣୁ ଭିଡିଓକୁ ସ୍କିପ୍ ନ କରି ପୁରା ଦେଖନ୍ତୁ। ଭିଡିଓ ଭଲ ଲାଗିଲେ ଲାଇକ୍, ସେୟାର ସହିତ ଚ୍ୟାନେଲକୁ ସବସ୍କ୍ରାଇବ କରିଦେବେ। ଆଉ ନାଁ ସହିତ ଜାଗା ନାଁ ଦେଇ କମେଣ୍ଟ କଲେ ଆଗାମୀ ଭିଡିଓରେ ଆପଣଙ୍କର ନାଁ ଘୋଷଣା ହେବ। ନୂଆହାଟ ବଜାରଠାରେ ରହୁଥିଲେ ରାଜୀବଙ୍କ ପରିବାର। ରାଜୀବ ଜଣେ 21 ବର୍ଷର ଯୁବକ ଥିଲେ, ଆଉ ଖୁବ୍ ମେଧାବୀ ଛାତ୍ର ଥିଲେ। ତାଙ୍କ ପାଠପଢ଼ା ଦେଖି ବାପା ବି ଖୁବ୍ ପରିଶ୍ରମ କରୁଥିଲେ। ଭାବୁଥିଲେ କି, ପୁଅ ଯଦି ଭଲ ପାଠ ପଢ଼ି ଭଲ ଚାକିରି ପାଇଗଲା, ତାହେଲେ ମୋ ପରିଶ୍ରମ ସାର୍ଥକ ହୋଇଯିବ। ସେହି ଆଶା କରି ସେ ଦିନ ରାତି ଏକ କରି ପରିଶ୍ରମ କରୁଥିଲେ। ନୂଆହାଟ ବଜାରରେ ସେ ଗୋଟିଏ ଗୁପଚୁପ ଦୋକାନ କରି ଗୁପଚୁପ ବିକ୍ରି କରୁଥିଲେ। ଭଲ କ୍ୱାଲିଟି ଓ ଭଲ ଟେଷ୍ଟ କରୁଥିବାରୁ ଭଲ ବେପାର ବି ହେଉଥିଲା। ସେହି ଟଙ୍କାରେ ବାପା ରାଜୀବକୁ ପଢ଼ାଉଥିଲେ। ଏମିତି ଏମିତି ରାଜୀବ 10ମ ପରୀକ୍ଷା ଦେଲେ, ଆଉ ସମଗ୍ର ରାଜ୍ୟରେ ଟପର ହୋଇ ବାପାଙ୍କର ନାଁ ରଖିଲେ। ଦିନେ ବାପା ରାଜୀବକୁ କହିଲେ କି, ପୁଅ, ଆଜି ତୁ ମୋ ସହିତ ଚାଲ। ଯାତ୍ରା ଚାଲିଥିବାରୁ ଅଧିକ ଗ୍ରାହକ ହେଉଛନ୍ତି, ମୋତେ ଟିକେ ସାହାଯ୍ୟ କରିଦେବୁ। ରାଜୀବ ଖୁସିରେ ବାପାଙ୍କ ସାଥିରେ ବାହାରିଗଲେ। ଠେଲା ଗାଡ଼ି ନେଇ ବଜାରରେ ଯେଉଁ ସ୍ଥାନରେ ଲଗାଉଥିଲେ ସେଇଠି ଲଗାଇଲେ। ବେପାର ଆରମ୍ଭ ହୋଇଗଲା। ଗ୍ରାହକଙ୍କର ବି ଭିଡ଼ ଆରମ୍ଭ ହୋଇଗଲା। ଗ୍ରାହକଙ୍କ ଭିଡ଼ ଭିତରେ ପୋଲିସ ବାବୁ ଆସି ପହଞ୍ଚିଗଲେ, ଆଉ ରାଜୀବଙ୍କ ବାପାଙ୍କୁ ଟଙ୍କା ମାଗିବାରେ ଲାଗିଲେ। କହିଲେ, ତମେ ଗତ 6-7 ଦିନ ହେଲା ପୋଲିସର ଚାନ୍ଦା ଦେଇନ, ତେଣୁ ଆଜି ତମକୁ ଏକାଥରେ ପୁରା 7 ଦିନର ଚାନ୍ଦା ଦେବାକୁ ପଡ଼ିବ। ଦୈନିକ 150 ଟଙ୍କା ହିସାବରେ ପୁରା 1050 ଟଙ୍କା ବାହାର କର। ସେଠୁ ରାଜୀବଙ୍କ ବାପା କହିଲେ କି, ବାବୁ, ଏବେ ମୋ ପାଖରେ ଏତେ ଟଙ୍କା ନାହିଁ, ମୁଁ କାଲି ଦେଇଦେବି। ସେଠୁ ପୋଲିସ ବାବୁ ରାଗିଗଲେ। ଗୁପଚୁପ ହାଣ୍ଡି ଉଠାଇ ଫିଙ୍ଗି ଦେବାକୁ ବାହାରିଲେ। ଏତିକିରେ ରାଜୀବ କହିଲେ କି, ସାର୍, ଚାନ୍ଦା କ'ଣ ପାଇଁ? ମୋ ବାପା ପରିଶ୍ରମ କରୁଛନ୍ତି, ଆଉ ଆପଣ କାହିଁକି ଚାନ୍ଦା ନେବେ? ଛୋଟ ପିଲା ମୁହଁରୁ ଏକଥା ଶୁଣି ପୋଲିସ ବାବୁଙ୍କର ରାଗ ଆହୁରି ବଢ଼ିଗଲା, ଆଉ ସେ ଠେଲା ଗାଡ଼ିକୁ ସେଠାରୁ ନେଇଯିବା ପାଇଁ ବାହାରିଲେ। ସଙ୍ଗେ ସଙ୍ଗେ ରାଜୀବଙ୍କର ବାପା ପୋଲିସ ବାବୁଙ୍କ ଗୋଡ଼ ଧରି ପକେଇଲେ, ଆଉ କାନ୍ଦ କାନ୍ଦ ହୋଇ କହିଲେ, ସାର୍, ମୋ ପାଖରେ ଏବେ ଟଙ୍କା ନାହିଁ, କାଲି ଯେମିତି ହେଲେ ଟଙ୍କା ଦେଇଦେବି। ହେଲେ ପୋଲିସ ବାବୁ ତାଙ୍କ କଥା କାହିଁକି ଶୁଣନ୍ତେ, ବରଂ ଅଧିକ ରାଗିଗଲେ, ଆଉ ଗୁପଚୁପ ବାକ୍ସକୁ ଉଠାଇ ଫିଙ୍ଗି ଦେଲେ। ସବୁ ଗୁପଚୁପ ଏପଟ ସେପଟ ବିଛେଇ ହୋଇ ରାସ୍ତାରେ ପଡ଼ିଲା। ଏସବୁ ଦେଖି ରାଜୀବଙ୍କର ବାପା କାନ୍ଦି ପକେଇଲେ। ରାଜୀବ ବି ଦୁଃଖୀ ହୋଇଗଲେ। ଏକଥା ରାଜୀବଙ୍କ ବାପାଙ୍କୁ ବହୁତ ବାଧିଲା। ରାତି ହେଲା, ସମସ୍ତେ ଘରେ ଶୋଇପଡ଼ିଲେ। ସକାଳ ହେଲା, ହେଲେ ରାଜୀବଙ୍କର ବାପା ଆଉ ଉଠୁନଥିଲେ। ରାଜୀବଙ୍କର ମା ତାଙ୍କୁ ବାରମ୍ବାର ଉଠାଉଥିଲେ ବି
ସେ ବେଡ୍ ଉପରେ ସେମିତି ପଡ଼ି ରହିଥିଲେ। ରାଜୀବ ସେଠାକୁ ଆସିଲେ। ସେ ବି ଆସି ବାପାଙ୍କୁ ଉଠେଇବାକୁ ଚେଷ୍ଟା କଲେ, ହେଲେ ତଥାପି ସେ ଉଠୁନଥିଲେ। ତୁରନ୍ତ ରାଜୀବ ବାପାଙ୍କୁ ନେଇ ମେଡିକାଲ ଦୌଡ଼ିଲେ। ଆଉ ମେଡିକାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କଲେ। କହିଲେ ବୋଧେ ରାତି ଅଧାରେ ତାଙ୍କୁ ହାର୍ଟ ଆଟାକ୍ ହୋଇଛି। ରାଜୀବ ଓ ତାଙ୍କ ମାଙ୍କ ଉପରେ ଯେମିତି ଦୁଃଖର ପାହାଡ଼ ଲଦି ହୋଇଗଲା। ସେହିଠାରେ ହିଁ ରାଜୀବ ଶପଥ ନେଲେ କି ବଡ଼ ଅଫିସର ହେବି, ପୋଲିସର ସବୁ ଜୁଲୁମ ବନ୍ଦ କରିବି, ଲାଞ୍ଚ ଓ ଚାନ୍ଦା ବନ୍ଦ କରିବି, ଆଉ ବାପାଙ୍କ ମୃତ୍ୟୁର ପ୍ରତିଶୋଧ ନେବି। କାରଣ ରାଜୀବ ବାପାଙ୍କ ଅପମାନ ନିଜ ଆଖିରେ ଦେଖିଥିଲେ। ସମୟ ବିତୁଥିଲେ ବି ରାଜୀବ ସେସବୁ କଥା ଭୁଲି ପାରୁନଥିଲେ। ନିଜ ଆଖିରେ ବାପାଙ୍କୁ ପୋଲିସର ଗୋଡ଼ ଧରୁଥିବା ଦେଖିଥିଲେ। ତାଙ୍କ ଆଗରେ ହାତପାତି ଭିକ ମାଗୁଥିବା ଦେଖିଥିଲେ। ବାପାଙ୍କ ଆଖିରୁ କଷ୍ଟର ଲୁହ ଦେଖିଥିଲେ। ଏସବୁ ଘଟଣା ରାଜୀବଙ୍କ ଆଖିରେ କଣ୍ଟା ହୋଇ ରହିଥିଲା। ଏହା ଭିତରେ ସେ ଜାଣିଗଲେ କି ଜିଲ୍ଲାର ସବୁଠୁ ବଡ଼ ଅଫିସର ହେଉଛନ୍ତି ଜିଲ୍ଲାପାଳ। ତାଙ୍କ ଅଧୀନରେ ସବୁ ବିଭାଗ ଆସୁଛି, ଆଉ ପୋଲିସ ବାଲା ବି ତାଙ୍କ ଅଧୀନରେ ଆସୁଛନ୍ତି। ଜିଲ୍ଲାପାଳଙ୍କୁ ରହିବା ପାଇଁ ବଡ଼ ଘର, ଚାକର ବାକର ଆଦି ମିଳୁଛି। ଜିଲ୍ଲାପାଳଙ୍କର କ୍ଷମତା ଅଛି କି ସେ କାହାକୁ କିଛି ବି କରିପାରନ୍ତି। ଏତେ ସବୁ ଜାଣିବା ପରେ ସେ ନିଷ୍ପତ୍ତି ନେଲେ କି ଯେମିତି ହେଲେ ୟୁପିଏସ୍ସିର ପରୀକ୍ଷା ଦେବେ ଆଉ ଆଇଏଏସ୍ ଅଫିସର ହେବେ। ଜିଲ୍ଲାପାଳ ହୋଇ ଅନ୍ୟାୟକୁ ଖତମ କରିବେ। ୟୁପିଏସ୍ସି ପରୀକ୍ଷା କଷ୍ଟକର ହୋଇଥିଲେ ବି ସେ ମନରେ ଦୃଢ଼ ନିଶ୍ଚୟ କରିନେଲେ। କାରଣ ତାଙ୍କ ଆଖିରେ ସବୁବେଳେ ବାପାଙ୍କର ଦୟନୀୟ ଚେହେରା ଆସୁଥିଲା। ପୋଲିସର ନିର୍ଯାତନା ପାଇଁ ବାପାଙ୍କ ମୃତ୍ୟୁ ହୋଇଥିବା କଥା ତାଙ୍କୁ ଘାଣ୍ଟୁଥିଲା। ରାଜୀବ ପାଠ ପଢ଼ାରେ ଲାଗିଗଲେ। ରାଜୀବଙ୍କର ମା ଜମି ବିକ୍ରି କରି ପୁଅ ପାଇଁ ସବୁ ବ୍ୟବସ୍ଥା କଲେ। ରାଜୀବ ଦିଲ୍ଲୀ ଚାଲିଗଲେ। ସେ ପୁରା ତାଙ୍କ ନିଷ୍ପତ୍ତିରେ ଦୃଢ଼ ଥିଲେ। କାରଣ ତାଙ୍କ ବାପାଙ୍କର ବଳିଦାନ ତାଙ୍କର ବାରମ୍ବାର ମନେ ପଡ଼ିଯାଉଥିଲା। କେତେ ବର୍ଷ ବିତି ଯାଇଥିଲେ ବି ସେ ସେହି ଘଟଣାକୁ ଭୁଲି ପାରୁନଥିଲେ। ସେହି ଦୃଢ଼ତା ନେଇ ସେ ଗୋଟିଏ ପରେ ଗୋଟିଏ ପରୀକ୍ଷାରେ ପାସ୍ କରି ଚାଲିଥିଲେ। ପ୍ରିଲିମିନାରୀ ପରୀକ୍ଷାରେ ବହୁତ ଭଲ ନମ୍ବର ରଖିଲେ। ମୁଖ୍ୟ ପରୀକ୍ଷାରେ ବି ବହୁତ ଭଲ ମାର୍କ ରଖି ପାସ୍ ହୋଇଗଲେ। ଶେଷରେ ମୌଖିକ ପରୀକ୍ଷାରେ ବି ବହୁତ ଭଲ ନମ୍ବର ରଖି ପାସ୍ ହୋଇଗଲେ। 2 ମାସ ପରେ ଫାଇନାଲ ଲିଷ୍ଟ ବାହାରିଲା, ଆଉ ତାଙ୍କର ନାଁ ସବୁଠୁ ଉପରେ ଥିଲା। ଅର୍ଥାତ୍ ସେ ଟପ୍ କରିଥିଲେ। ଏବେ ତାଙ୍କର ସ୍ୱପ୍ନ ପୂରଣ ହୋଇଗଲା। କିଛି ଦିନ ପରେ ତାଙ୍କ ଟ୍ରେନିଂ ଆରମ୍ଭ ହୋଇ ସରିଗଲା। ଆଉ ତାଙ୍କୁ ଯେତେବେଳେ ଚାକିରି ପାଇଁ ସ୍ଥାନ ପଚରାଗଲା, ସେ ନିଜ ଜିଲ୍ଲା ହିଁ ବାଛିଲେ। କାରଣ ତାଙ୍କୁ ନିଜ ଜିଲ୍ଲାରେ ଚାଲିଥିବା ଦୁର୍ନୀତିକୁ ରୋକିବାର ଥିଲା। ବାପାଙ୍କ ଅପମାନର ପ୍ରତିଶୋଧ ନେବାର ଥିଲା। ରାଜୀବ ନିଜ ଜିଲ୍ଲାରେ ଚାକିରି କରିବା ଆରମ୍ଭ କରିଦେଲେ। ସମୟ ବିତୁଥିଲା। ସେ ଗରିବ ସାଧାରଣ ଲୋକଙ୍କ ସହିତ ମିଶି ତାଙ୍କ ଅବସ୍ଥା କଥା ପଚାରୁଥିଲେ। ଗରିବ କଲ୍ୟାଣ ପାଇଁ ଅନେକ କିଛି କାମ କରୁଥିଲେ। ଦିନେ ସେ ସେହି ବଜାରକୁ ଯାଇ ଫୁଟପାଥରେ ବ୍ୟବସାୟୀଙ୍କୁ ସବୁ କଥା ପଚାରିଲେ। ଆଉ ପୋଲିସ ଆସି ସେମାନଙ୍କଠାରୁ ଦୈନିକ ଚାନ୍ଦା ନେଉଥିବା ସେମାନେ କହିଲେ। 7 ବର୍ଷ ତଳେ ଥିବା ସେ ପୋଲିସ ବାବୁ ଏବେ ବି ଚାନ୍ଦା ଆଦାୟ କରୁଥିଲେ। ଶୁଣିକି ଜିଲ୍ଲାପାଳଙ୍କର ଯେମିତି ରକ୍ତ ଗରମ ହୋଇଗଲା। ସେ ମନେ ମନେ ନିଷ୍ପତ୍ତି ନେଲେ କି ସେ ଲାଞ୍ଚୁଆ ପୋଲିସକୁ ପ୍ରମାଣ ସହିତ ଧରିବେ, ଆଉ ଏମିତି କାର୍ଯ୍ୟାନୁଷ୍ଠାନ ନେବେ ଯେ ଯେମିତି ସବୁ ପୋଲିସ ଏମିତି କାମ କରିବାକୁ ଭୟ କରିବେ। ସେ ପ୍ଲାନ୍ ପ୍ରସ୍ତୁତ କରିନେଲେ। ପରଦିନ ଜଣେ ଗୁପଚୁପ ବାଲା ବେଶରେ ଗୋଟିଏ ଠେଲା ଗାଡ଼ି ନେଇ ସେହି ସ୍ଥାନକୁ ବିକିବା ପାଇଁ ଗଲେ, ଯେଉଁ ସ୍ଥାନରେ ପ୍ରାୟ 6 ବର୍ଷ ଆଗରୁ ତାଙ୍କ ବାପା ଗୁପଚୁପ ବିକ୍ରି କରୁଥିଲେ। ଯେଉଁ ସ୍ଥାନରେ ତାଙ୍କ ଆଖି ସାମ୍ନାରେ ତାଙ୍କ ବାପାଙ୍କୁ ଅପମାନ ଦିଆଯାଇଥିଲା। ସେହି ଅପମାନର ନିଆଁରେ ବାପାଙ୍କର ମୃତ୍ୟୁ ହୋଇଥିଲା। ସେଦିନ ସେହି ସ୍ଥାନରେ ହିଁ ଗୁପଚୁପ ଗାଡ଼ି ରଖି ରାଜୀବ ଗୁପଚୁପ ବିକ୍ରି କରିବା ଆରମ୍ଭ କରିଦେଲେ। କିଛି ସମୟ ପରେ ସେହି ପୋଲିସ ବାବୁ ଆସି ପହଞ୍ଚିଗଲେ। ଯେଉଁ ପୋଲିସ ବାବୁ 6 ବର୍ଷ ତଳେ ସେହି ସ୍ଥାନକୁ ଆସି ବାପାଙ୍କଠାରୁ ଚାନ୍ଦା ନେଉଥିଲେ। ଆଜି ସେହି ପୋଲିସ ବାବୁ ଆସି ରାଜୀବଙ୍କ ସାମ୍ନାରେ ଛିଡ଼ା ହୋଇଗଲେ। ଆଉ ଚଢ଼ା ଗଳାରେ କହିଲେ କି ନୂଆ ଠେଲା ଲଗେଇଲ ବୋଧେ, ଠିକ ଅଛି, ଚାନ୍ଦା ଦେଇଦିଅ। ସେଠୁ ରାଜୀବ କହିଲେ, କେଉଁ ଚାନ୍ଦା ଆଉ କ'ଣ ପାଇଁ?
ସେଠୁ ଲାଞ୍ଚୁଆ ପୋଲିସ କହିଲେ କି ତମେ ଏଠାରେ ଠେଲା ଲଗାଇ ଟଙ୍କା ରୋଜଗାର କରୁଛ, ଆଉ ସେଇଥିପାଇଁ ଆମକୁ ଚାନ୍ଦା ଦେବ। ରାଜୀବ କହିଲେ କି ମୁଁ ଚାନ୍ଦା ଦେବିନି, ଯାହା କରିବା କଥା କରନ୍ତୁ। ସେଠୁ ଲାଞ୍ଚୁଆ ପୋଲିସ ବାବୁ କହିଲେ କି ଏଠି ସମସ୍ତେ ଚାନ୍ଦା ଦେଉଛନ୍ତି, ତମେ କ'ଣ ସେମାନଙ୍କ ଠାରୁ ଅଲଗା ନା କ'ଣ? ତମ ଠେଲା ଉଠାଇ ଫିଙ୍ଗି ଦେବି। ସେଠୁ ଜିଲ୍ଲାପାଳ କହିଲେ ମୁଁ ଚାନ୍ଦା ଦେବିନି, ଫିଙ୍ଗିକି ଦେଖନ୍ତୁ। ଶୁଣିକି ପୋଲିସ ବାବୁଙ୍କର ରାଗ ମୁଣ୍ଡକୁ ଚଢ଼ିଗଲା। ସେ ଠେଲା ଗାଡ଼ିକୁ ଧରି ଓଲଟାଇବା ପାଇଁ ବାହାରିଥିଲେ। ସେତେବେଳେ ରାଜୀବ ସେ ଲାଞ୍ଚୁଆ ପୋଲିସକୁ ଏକ ଜୋରଦାର ଚାପୁଡ଼ା ମାରିଦେଲେ। ଚାପୁଡ଼ା ଖାଇ ପୋଲିସ ବାବୁ ପ୍ରବଳ ରାଗିଗଲେ। ପୋଲିସ ଉପରକୁ ହାତ ଉଠାଇଲ, ଏହା କହିକି ସେ ଜିଲ୍ଲାପାଳଙ୍କୁ ଧରିବା ପାଇଁ ଯାଉଥିଲେ। ସେତେବେଳେ ଜିଲ୍ଲାପାଳଙ୍କର ସହଯୋଗୀମାନେ ପୋଲିସ ବାବୁଙ୍କୁ ଧରି ପକାଇଲେ ଆଉ କହିଲେ କି ଆରେ ଆରେ ତମେ କ'ଣ କରୁଛ? ଚିହ୍ନିଛ ତ ସାର୍ଙ୍କୁ? ସେ ହେଉଛନ୍ତି ଜିଲ୍ଲାପାଳ ସାର୍। ସେଠୁ ରାଜୀବ ସେ ଲାଞ୍ଚୁଆ ପୋଲିସ ବାବୁଙ୍କୁ ଗାଡ଼େଇକି ଅନେଇଲେ ଆଉ କହିଲେ କି ମୋତେ ଚିହ୍ନି ପାରିଲ? ମୁଁ କିଏ? ଭଲରେ ଦେଖ। ପୋଲିସ ବାବୁ ତୁରନ୍ତ ତାଙ୍କ ଗୋଡ଼ ଧରି ପକେଇଲେ। କହିଲେ କ୍ଷମା କରିଦିଅନ୍ତୁ ସାର୍, ମୁଁ ଆପଣଙ୍କୁ ଚିହ୍ନି ପାରିଲିନି, ଆଜିଠୁ ଏମିତି କାମ କରିବିନି। ସେଠୁ ରାଜୀବ କହିଲେ କି ମୋତେ ଚିହ୍ନି ପାରିଲ? ଆଜିଠୁ 6 ବର୍ଷ ତଳେ ଠିକ୍ ଏହି ଜାଗାରେ ମୋ ବାପାଙ୍କର ଗୁପଚୁପ ଫିଙ୍ଗି ଦେଇଥିଲ, ସମସ୍ତଙ୍କ ଆଗରେ ତାଙ୍କର ଅପମାନ କରିଥିଲ। ସେ ପୋଲିସ ବାବୁଙ୍କର ସବୁ ମନେ ପଡ଼ିଗଲା। ସେ ହାତ ଯୋଡ଼ି କହିଲେ କି ସାର୍, ବହୁତ ବଡ଼ ଭୁଲ ହୋଇଗଲା, କ୍ଷମା କରିଦେବେ। ସେତେବେଳେ ରାଜୀବଙ୍କର ସେ କଥା ମନେ ପଡ଼ିଗଲା। ସେ ବାପାଙ୍କୁ ମନେ ପକାଇ କହିଲେ କି ଦେଖ ବାପା, ତମକୁ ଯେଉଁ ପୋଲିସ ଅପମାନିତ କରିଥିଲା ସେ ଆଜି ମୋ ଗୋଡ଼ ତଳେ ପଡ଼ି କ୍ଷମା ମାଗୁଛି। ଆଜି ମୋର ପ୍ରତିଶୋଧ ପୂରଣ ହୋଇଗଲା। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ସୃଷ୍ଟି ହେଲା। ସ୍ଥାନୀୟ ଲୋକ ସେ ପୋଲିସ ବାବୁର ମୁହଁରେ କଳା ଲଗାଇ ସାରା ବଜାରରେ ବୁଲାଇଲେ। ପରଦିନ ଏସ୍ପିଙ୍କ ଉପସ୍ଥିତିରେ ଜିଲ୍ଲାର ସବୁ ପୋଲିସଙ୍କର ମିଟିଂ ଡାକି ସେମାନଙ୍କୁ କଡ଼ା ତାଗିଦ କଲେ, ଯେମିତି ପୋଲିସ ନାଁରେ ଏମିତି ଅଭିଯୋଗ ନ ଆସେ। ସେ ପୋଲିସ ବାବୁମାନଙ୍କୁ ସସ୍ପେଣ୍ଡ କରାଗଲା। ସେହିଦିନ ଠାରୁ ରାଜୀବ ଜିଲ୍ଲାରେ ସମସ୍ତଙ୍କ ପାଖରେ ପୁରା ପ୍ରିୟ ପାତ୍ର ହୋଇଗଲେ। ତ କାହାଣୀରୁ କ'ଣ ଶିଖିଲେ? ଗରିବ ପରିବାରରୁ ଆସିଥିବା ରାଜୀବ ବାପାଙ୍କ ଅପମାନର ପ୍ରତିଶୋଧ ନେଲେ। ଦୃଢ଼ ନିଶ୍ଚୟ କରି ଜିଲ୍ଲାପାଳ ହେଲେ। ଏମିତି ଲାଞ୍ଚୁଆ ପୋଲିସକୁ ନେଇ ଆପଣ ନିଜର ମତ କମେଣ୍ଟ ବକ୍ସରେ ନିଜର ନାଁ ଓ ଜାଗା ନାଁ ସହିତ ଦେବେ। ଭିଡ଼ିଓ ଭଲ ଲାଗିଥିଲେ ଲାଇକ୍ ସେୟାର କରିବା ସହିତ ଚ୍ୟାନେଲକୁ ସବସ୍କ୍ରାଇବ କରିଦେବେ ଆଉ ବେଲ୍ ଆଇକନକୁ ଅନ୍ କରି ଆମ ଫେସବୁକ୍ ପେଜକୁ ବି ଫଲୋ କରିଦେବେ। ଲିଙ୍କ ଡେସ୍କ୍ରିପସନ ବକ୍ସରେ ଦେଇଛି। ସିକ୍ରେଟ ଷ୍ଟୋରିଜର ସବୁ ଦର୍ଶକଙ୍କୁ ଅନେକ ଅନେକ ଧନ୍ୟବାଦ।